ସେଇଠୁ ଆମେ କହିଲୁ 10 କୋଟି ଦିଅ। ସେ ସେଇଠୁ ଆଇଲେ 5 କୋଟି କହିଲେ। ତମକୁ କାହିଁ ଡାକିଲେ? ତାଙ୍କର ଡାକିବାର ଥିଲା। ଆମକୁ ଡାକିଲେ ଭଜନ ପାଇଁ ବସେଇଲେ। କହିଲେ ଏଇ ଜାଗାରେ ଆମର ଭଜନ ହେଇ ଆସୁଥିଲା ପଣ୍ଡାଲ, ତଳେ ଲାଇବ୍ରେରୀ, ଉପରେ ଇଏ ଯେ ତମେ ଭାଙ୍ଗି ଦିଅ। ଆମେ କହିଲେ ଭାଙ୍ଗିଦେବୁ କେମିତି? ତମେ କରିଦେଲେ ଭାଙ୍ଗିଦେବୁ। ଅଶୋକ ପଣ୍ଡା ଅଲ୍ ମେୟର ସମସ୍ତଙ୍କୁ ମୋର ଗୋଟିଏ ହାତ ଯୋଡ଼ି ବିନମ୍ର ନିବେଦନ, ଶୁଣ ଆମେ ସେଦିନ ଖୋଜିଛୁ ନା ଆମେ କେତେ ପଇସା ତମକୁ ଦେବୁ। ତମ ପାଣ୍ଡିଆନ ଏଇ ଭାଷାରେ କହିଲେ, ମିଶ୍ରେ କୋଉଠି ତମେ ଠିକ ଜାଗାକୁ ଆସୁନ। ସେ 5 କୋଟି ଦେଇଛନ୍ତି। ଆମେ ବ୍ରିଜ କର୍ପୋରେସନ ଡିପୋଜିଟ୍ ହେଇଛି। କିନ୍ତୁ ଅଶୋକ ପଣ୍ଡାଜୀ ଏଠି ଯେମିତି ହେଲେ ବଡ଼େଇବାଙ୍କ ପର୍ଯ୍ୟନ୍ତ ଇଏ ସେ କହୁଛନ୍ତି ଯାଇକି ଅନ୍ତବାଦରେ ପଛପଟେ ସେଠି କାହିଁ କରିବ, ଯାଇକି ଏଠି ନୟାପଲ୍ଲୀ କରିଦେଲେ ଭଲ ହେବ, ଯିବା ପାଇଁ ସୁବିଧା ହେବ। ସେଇଠୁ ଆମେ କହିଲୁ 10 କୋଟି ଦିଅ। ସେ ସେଇଠୁ ଆଇଲେ 5 କୋଟି କହିଲେ। ତମେ ନିଜେ ଭାଙ୍ଗି କହିଥିଲ ଆମେ 2 ବର୍ଷ ଭିତରେ କରିଦେବୁ। କେତେ କହିଥିଲେ? 2 ବର୍ଷ 18 ମାସେ। ତେଣୁ ନାଇଁ କରିବା ପରେ ଆମ ଭାଇକି ଆମେ କହିବାନି। ଆମ ଭାଇ ଅଶୋକ ପଣ୍ଡା, ଆମେ ତାଙ୍କ ଉପରେ ଦାୟିତ୍ୱ ଦେଇଦେବା। ଆର ବର୍ଷ ଖୋଲ ତୋ ୱାର୍ଡ ସବୁ ସାହାଯ୍ୟ କରୁଛୁ ତୁ ତମ ସୁଇପର ରିଚ୍ ଆଣ୍ଡ କ୍ଲିନ୍। ମୁଁ ଆଜି ଅଛି ନଥିବି, ଅଶୋକ ପଣ୍ଡା ଅଛନ୍ତି ଆଜି ନଥିବେ, ମେୟର ଅଛନ୍ତି ନଥିବେ, କିନ୍ତୁ ଏ ଷ୍ଟେଜଟା ସ୍ଥିର ଦିନ ପାଇଁ ଥିବ। ତମେ ଭାଙ୍ଗିଛ ଅଶୋକ ପଣ୍ଡାଙ୍କ ଉପରେ। ସମସ୍ତେ ଟେକ ହାତ ଯଦି ଏଠି ଚାହୁଁଛ ମାନେ ହଲ୍ ଏ କାମର ଏ ଏରିଆରେ ଟିକେ ମଇଳା ପଡ଼ିନି। ତମ ମ୍ୟୁନିସିପାଲିଟି କର୍ମଚାରୀ ତୋରି ନେତୃତ୍ୱରେ ହେଇଛି, ମୁଁ ମାନୁଛି। କିନ୍ତୁ ମୋର ଗୋଟିଏ ଅନୁରୋଧ, ମଣ୍ଡପ କୋଉଠି ଟେକିଲା ହାତ? ଓ କି ସୁନ୍ଦର ହାତ! ଆରେ ରାମ କହ, ଅଶୋକ ପଣ୍ଡାଜୀ ପଦେ କୁହନ୍ତୁ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍।